କହିଗଲେ ଜଙ୍ଗଲରେ ଥରେ ରାଜା ବାଛା ହଉଥିଲା। ସେ ଗପଟା ତୁମକୁ ଭଲ ଲାଗିବ ଆଉ ଏଥିରୁ ତୁମେ ବହୁତ ଶିକ୍ଷା ପାଇବ। ଗପଟା ମୁଁ ରାଧାନାଥ ସାରଙ୍କ ଉଦ୍ଦେଶ୍ୟରେ ହିଁ କହୁଛି। ଥରେ ଜଙ୍ଗଲରେ ରାଜା ସିଂହ ସେ କହିଲେ ଯେ ଆମେ ଗୋଟେ ସେନାପତି ଚୟନ କରିବା। ଆଉ ସେନାପତି କାହାକୁ କରିବା ନା ଯିଏ ବି ସେନାପତି ହବ ସେ ଗୋଟେ ଛୋଟ ଜୀବ ହେଇଥିବା ଦରକାର, ଯେମିତି ଭାଲୁ ବାଘ ଏମାନେ ହେଇନଥିବେ। ଯେଉଁମାନେ ସବୁ ଅବହେଳିତ ଭାବରେ ରହୁଛନ୍ତି କୁକୁର ଛେଳି ବିଲୁଆ କୁକୁଡ଼ା ଏଇମାନେ ସବୁ, ସେଇମାନଙ୍କ ଭିତରୁ ଆମେ ଜଣକୁ ସେନାପତି ବାଛିବା। ତ ସେମାନଙ୍କ ରେସ୍ରେ କେହି ଦଳରେ ଆଉ ଠିଆ ହେଲାନି ଯେ କିଏ ହେବା ପାଇଁ ଚାହୁଁଛ। ଏହି ସମୟରେ କୁକୁର ଆଉ ଗଧ ଦୁଇ ଜଣ ଠିଆ ହେଇଗଲେ। ସେମାନେ କହିଲେ ଯେ ଆମେ ସେନାପତି ହବା। ଗପଟା ଭଲକି ଶୁଣୁଥିବ। ସେ ଦୁଇ ଜଣ କହିଲେ ଯେ ଆମେ ସେନାପତି ହବା। ଏହି ସମୟରେ କୁକୁର ମନ ବହୁତ ଖୁସି ଯେ ମୁଁ ସେନାପତି ଶୀଘ୍ର ହେଇଯିବି। କାହିଁକି ନା ଏଥିରେ ଯେଉଁ ପାରଫନିଆ ଥିଲା ଯେ ଯିଏ ଶୀଘ୍ର ଦୌଡ଼ିକି ଜଙ୍ଗଲ ମଝିରେ ଥିବା ସିଂହାସନରେ ବସି ପାରିବ ସିଏ ହିଁ ରାଜା ହବ। ଆଉ କୁକୁର ଜାଣିଥିଲା ଯେ ଗଧ ତା ସାଙ୍ଗରେ କେବେ ଦୌଡ଼ି ପାରିବ ନାହିଁ। କୁକୁର ବହୁତ ଜୋରରେ ଦୌଡ଼େ ଆଉ ତାକୁ ସବୁ ରାସ୍ତା ଜଣା। ଗୋଟେ ଜୀବ କୁକୁର ସେ ଗାଁର କେଠି କ'ଣ କେପଟେ ରାସ୍ତା ଜଙ୍ଗଲର କେଠି କ'ଣ ସେ ସବୁ ଜାଣେ, କିନ୍ତୁ ଗଧ ସବୁ ଜାଣେନି। ତେଣୁ କୁକୁର ମନ ବହୁତ ଖୁସି ଯେ ମୁଁ ଶୀଘ୍ର ଦୌଡ଼ି ଯାଇକି ଜଙ୍ଗଲ ମଝିରେ ଥିବା ସିଂହାସନରେ ବସିବି ଆଉ ମୁଁ ରାଜା ହେବି। ଦୌଡ଼ା ଆରମ୍ଭ ହେଲା। କୁକୁର ଗଧକୁ ତାଚ୍ଛଲ୍ୟ ବି କଲା। କୁକୁର ତା ରାସ୍ତାରେ ଗଲା, ଗଧ ତା ରାସ୍ତାରେ ଗଲା। ଗଧ ମନ ବହୁତ ଦୁଃଖ। ଏ ଗପକୁ ତମେ ବି ବହୁତ ଶିକ୍ଷା ପାଇବ ତମ ବ୍ୟକ୍ତିଗତ ଜୀବନରେ, ବୁଝିବା ପାଇଁ ଚେଷ୍ଟା କର। କୁକୁର କିଛି ବାଟ ଦୌଡ଼ି ଯାଇଛି। କିଛି ବାଟ ଗଲା ପରେ ଚାରିଟା ଖଣ୍ଡେ କୁକୁର ଚାଲି ଆସିଲେ। ତା ନିଜ ଲୋକ, କୁକୁର ନିଜ ଲୋକ ହେଲେ କୁକୁର, ସେମାନେ ପଳେଇ ଆସିଲେ। ସେମାନେ ଆସିବା ପରେ କୁକୁର କ'ଣ କଲା, ଯେହେତୁ ସିଏ ସେନାପତି ହବ ତା ମନରେ ଗର୍ବ ଥିଲା, ତେଣୁ ସିଏ ଭୁକିବା ଆରମ୍ଭ କଲା ଯେ ମୋତେ ସାଇଡ୍ ଦିଅ, ମୁଁ ସେନାପତି ହେବି। ଏମିତି ଗର୍ବର ସହ କହିଲା। ଗର୍ବର ସହ କହିବା ଦ୍ୱାରା ତାର ଯେଉଁ ନିଜ ଭାଇ ଯେଉଁ କୁକୁର ମାନେ ସେମାନେ ଭାବିଲେ ଯଦି ଇଏ କୁକୁର ହେଇଯିବ ତାହେଲେ ଆମ ଅବସ୍ଥା ଖରାପ କରିଦେବ। ୟା ମନରେ ଏବେଠୁ ତ ଗର୍ବ ଆସିଲାନି। ଗୋଟେ କାମ କର, ତାକୁ କାମୁଡ଼। ସମସ୍ତେ ତାକୁ କାମୁଡ଼ିବା ଆରମ୍ଭ କଲେ। କାଉଁ 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 ହେଇକି ଫେର କିଛି ଚାଲିଲା। ଫେର କିଛି ବାଟ ଗଲା ପରେ ଫେର ଗୋଟେ ଗାଁ ପଡ଼ିଲା। ସେଠି ଆଉ କିଛି କୁକୁର ଆସିଲେ। ତାକୁ ସେମାନେ ପୁଣି କାମୁଡ଼ିଲେ। ସିଏ ସେମାନଙ୍କୁ ସବୁ ପୁରା ମାରପିଟ କରିବାକୁ ଲାଗିଲା। ଯେହେତୁ ମନରେ ଗର୍ବ ଅଛି ମୁଁ ହେବି ସେନାପତି, ତେଣୁ ଏବେଠୁ ମୋ ଭୟଟା ମୁଁ ତାଙ୍କୁ ଦେଖାଏ। ତେଣୁ ସିଏ ତାଙ୍କ ସହ ଲଢ଼େଇବା ବି କମେଇଲା ନାହିଁ, ଲଢ଼େଇ ଜାରି ରଖିଲା। କିଛି ବାଟ ଗଲା ପରେ ପୁଣି କିଛି କୁକୁର ତାଙ୍କ ସହ ପୁଣି ଲଢ଼େଇ ହେଲା। ତାପରେ ବି କୁକୁରର ମନୋବଳ ଭାଙ୍ଗି ନାହିଁ ଯେ ଗଧ ଯେତେ ସ୍ପିଡ୍ ବି ଯାଉ ମୁଁ ଏବେଠୁ ଦୌଡ଼ିବା ଆରମ୍ଭ କରିବି ଆଉ ମୁଁ ଶୀଘ୍ର ଯାଇକି ପହଞ୍ଚିଯିବି। କୁକୁର ଦୌଡ଼ିଲା, ଜଙ୍ଗଲ ମଝିରେ ବି ପହଞ୍ଚିଲା। କିନ୍ତୁ ପହଞ୍ଚିବା ପରେ ଯାହା ହେଲା ତାହା ହେଲା ଯେ ସିଂହାସନରେ ଗଧ ବସି ସାରିଥିଲା। ପିଠା କାଟିକି ତାର ସଭା ଆୟୋଜନ ବି ସରିଥିଲା, ଖାଲି ପତ୍ର ଗୁଡ଼ା ପଡ଼ିଥିଲା ଆଉ କୁକୁର ତାକୁ ଖାଇକି ଆସିଲା। ତାହେଲେ ଏଠି କୁକୁର ସେନାପତି ହେଇପାରିଲେ? ସେନାପତି ହେଇପାରିଲା କିଏ? ସେନାପତି କିଏ ହେଲା? ଗଧ ସେନାପତି ହେଲା। କ'ଣ ପାଇଁ ସେନାପତି ହେଲା? ଗଧ ଏଇ ପାଇଁ ସେନାପତି ହେଲା ଯେ ଗଧ କୁ ଭେଟିବାକୁ ଆସୁଥିବା ଗଧ ମାନଙ୍କ ସାଙ୍ଗରେ ସିଏ ଲଢ଼େଇ କରୁନଥିଲା। ତା ମନ ଭିତରେ ଗୋଟେ ଭାବନା ଥିଲା ଯେ ମୁଁ ରାଜା ହେବି, ମୁଁ ସେନାପତି ହେବି। ତେଣୁ ସେନାପତି ହେବା ପାଇଁ ଧୈର୍ଯ୍ୟ ଦରକାର। ଆଉ ମୁଁ ଧୈର୍ଯ୍ୟର ସହ ମୁଁ ଦୌଡ଼ିବି। ମତେ ଯେଉଁମାନେ ଏଟା କରିବା ପାଇଁ ଆସୁଛନ୍ତି ତାଙ୍କୁ ବିନମ୍ରତାର ସହ କହିବି ଯେ ଆପଣମାନଙ୍କ ଭଲ ପାଇଁ ସିଂହ ରାଜାଙ୍କ ପରାମର୍ଶ କ୍ରମେ ତାଙ୍କ ନିର୍ଦ୍ଦେଶ କ୍ରମେ ମୁଁ ଦୌଡ଼ୁଛି, ଦୟାକରି ମତେ ଯିବା ପାଇଁ ରାସ୍ତା ଦିଅ। ଏତିକି ବିନମ୍ରତାର ସହ କହିଥିଲେ ସେ ଜଙ୍ଗଲ ମଝିରେ ପହଞ୍ଚି ପାରିଥାନ୍ତା ଆଉ ସେନାପତି ହେଇପାରିଥାନ୍ତା କିଏ? କୁକୁର। କିନ୍ତୁ କୁକୁର ଧୈର୍ଯ୍ୟଚ୍ୟୁତ ହେଲା, ତା ମନକୁ ଗର୍ବ ଆସିଲା ଏବଂ ନିଜର ଅହଙ୍କାର ପାଇଁ ସେ ସେନାପତି ହେଇପାରିଲା ନାହିଁ। ତେଣୁ ଏଥିରୁ ମୋରାଲ ହେଉଛି ସେୟା, ଶିକ୍ଷକତା କରିବା ଏକ ନୋବେଲ ପ୍ରଫେସନ। ଆଉ এই ଶିକ୍ଷକତାରେ ଶେଷ ପର୍ଯ୍ୟନ୍ତ ପହଞ୍ଚିବାର ଶିକ୍ଷକ ବହୁତ କମ୍ ଥାନ୍ତି। ଶିକ୍ଷକତାରେ ଯିଏ ସକ୍ସେସ୍ ହେଇଛନ୍ତି ସେ ଶିକ୍ଷକଙ୍କୁ ପ୍ରକୃତରେ ହୃଦୟରୁ ସାଧୁବାଦ ସହ ପାଦଚିହ୍ନ ପ୍ରଣାମ କରିବା ଦରକାର।